राधे श्याम। तो फ्रेंड्स आज किसी नुआ ज्ञान नेबा चलतु। अमित्योकाक्षरम ब्रह्मं व्याहरन् मामनुस्मरन् यो प्रयाति त्यजन देह यो याति परमा गतिम। ଯେଉଁ ପୁରୁଷ ଓମ୍ ଏତିକି ହିଁ ଯାହାକି ଅକ୍ଷର ବ୍ରହ୍ମଙ୍କ ପରିଚାୟକ ନାମ ଅଟେ, ତାହାକୁ ଜପ ତଥା ମୋର ସ୍ମରଣ କରି ଶରୀର ତ୍ୟାଗ କରିଥାଏ, ସେହି ପୁରୁଷ ପରମ ଗତିକୁ ପ୍ରାପ୍ତ ହୋଇଥାଏ। ଶ୍ରୀକୃଷ୍ଣ ଜଣେ ଯୋଗେଶ୍ୱର ପରମ ତତ୍ତ୍ୱରେ ସ୍ଥିତି ମହାପୁରୁଷଙ୍କ ସଦ୍ଗୁରୁ ଥିଲେ। ଓମ୍ ଅକ୍ଷରଙ୍କ ବ୍ରହ୍ମଙ୍କ ପରିଚାୟକ ନାମ ଅଟେ। ତୁମେ ତାହାର ଜପ କରି ମୋର ଧ୍ୟାନ କର। ପ୍ରାପ୍ତିଯୁକ୍ତ ପ୍ରତ୍ୟେକ ମହାପୁରୁଷଙ୍କ ନାମ ତାହା ହିଁ ହୋଇଥାଏ ଯାହାକୁ ସେ ପ୍ରାପ୍ତ ହୋଇଥାନ୍ତି, ଯେଉଁଥିରେ ସେ ବିଲୟ ହୋଇଥାନ୍ତି। ତେଣୁ କରି ତାଙ୍କର ନାମ ଓମ୍ କହିଲେ ଏବଂ ନିଜର ସ୍ୱରୂପକୁ କହିଲେ ଯୋଗେଶ୍ୱର କୃଷ୍ଣ କୃଷ୍ଣ ଜପ କରିବାକୁ ନିର୍ଦ୍ଦେଶ ଦେଇ ନାହାନ୍ତି। କାଳାନ୍ତରରେ ଭାବୁକମାନେ ତାଙ୍କର ମଧ୍ୟ ନାମ ଜପ କରିବା ପ୍ରାରମ୍ଭ କରିଦେଲେ ଏବଂ ନିଜର ଶ୍ରଦ୍ଧାନୁସାରେ ତାହାଙ୍କ ଫଳ ମଧ୍ୟ ପ୍ରାପ୍ତ କରିଥାନ୍ତି। ଯେପରି ମନୁଷ୍ୟଙ୍କ ଶ୍ରଦ୍ଧା ଯେଉଁଠାରେ ସ୍ଥିର ହୋଇଥାଏ ସେଠାରେ ହିଁ ତାଙ୍କର ଶ୍ରଦ୍ଧାକୁ ସ୍ପଷ୍ଟ କରିଥାଏ, ତଥା ଫଳ ମଧ୍ୟ ମୁଁ ହିଁ ଦେଇଥାଏ। ଭଗବାନ ଶିବ ରାମ ଶବ୍ଦକୁ ଜପ କରିବା ନିମନ୍ତେ କହିଛନ୍ତି, ରମନ୍ତେ योगिनी जस्मिन् सो राम रा और म के बीचों में कबीर राहुल लुकाय। रा ଏବଂ ମ ଏହି ଦୁଇ ଅକ୍ଷରର ଅନ୍ତକାଳରେ କବୀର ନିଜର ମନକୁ ନିରୋଧ କରିବାରେ ସକ୍ଷମ ହୋଇଗଲେ। ଶ୍ରୀକୃଷ୍ଣ ଓମ୍ ଉପରେ ଜୋର ଦେଉଛନ୍ତି। ଓମ୍ ଅହମ୍ ସ ଓମ୍ ଅର୍ଥାତ୍ ସେହି ସତ୍ତା ମୋ ଭିତରେ ରହିଛି। ବାହାରେ କେଉଁଆଡ଼େ ଖୋଜିବାରେ ନ ନାଗନ୍ତୁ। ଏହି ଓମ୍ ମଧ୍ୟ ସେହି ପରମ ସତ୍ତାଙ୍କ ପରିଚୟ ଦେଇ ଶାନ୍ତ ହୋଇଥାଏ। ବାସ୍ତବରେ ସେହି ପ୍ରଭୁଙ୍କ ଅନନ୍ତ ନାମ ଅଟେ, କିନ୍ତୁ ଜପ ନିମନ୍ତେ ସେହି ନାମ ସାର୍ଥକ ଯାହା ଛୋଟ ହୋଇଥିବ, ଶ୍ୱାସରେ ଢଳି ପାରିବ ଏବଂ ସେହି ପରମାତ୍ମାକୁ ହିଁ ବୋଧ କରାଯାଉଥିବ। ତାହାଙ୍କ ଠାରୁ ଭିନ୍ନ ଅନେକ ଦେବୀ ଦେବତାମାନଙ୍କ ଅବିବେକ ପୂର୍ଣ୍ଣ କଳ୍ପନାରେ ବ୍ୟସ୍ତ ହେଲେ ଲକ୍ଷ୍ୟରୁ ଦୃଷ୍ଟି ହଟାଇ ଦିଅନ୍ତୁ। ପୂଜ୍ୟ ଗୁରୁ ମହାରାଜଜୀ କହୁଥିଲେ ଯେ ମୋର ସ୍ୱରୂପ ଦେଖ ଏବଂ ଶ୍ରଦ୍ଧାନୁସାରେ କୌଣସି 2-2.5 ଅକ୍ଷର ନାମକୁ ଓମ୍ ରାମ ଶିବ ମଧ୍ୟରୁ କୌଣସି ଗୋଟିଏ ବାଛି ନିଅନ୍ତୁ। ତାହାର ଚିନ୍ତନ କରି ତାହାର ଅର୍ଥ ସ୍ୱରୂପ ଇଷ୍ଟଙ୍କ ସ୍ୱରୂପକୁ ଧ୍ୟାନ କରନ୍ତୁ। ଧ୍ୟାନ ସଦ୍ଗୁରୁଙ୍କ ହିଁ କରାଯାଇଥାଏ। ଆପଣ ରାମ ଓ କୃଷ୍ଣ ଅଥବା ବିତରାଗ ବିଷୟ ବା ଚିତ୍ତମ୍ ବିତରାଗ ମହାତ୍ମାକୁ ଅଥବା ୟତା ଭୀମ ତତ୍ମାୟ ନତ୍ୱା ପାତଞ୍ଜଳି ଯୋଗ କାହାର ମଧ୍ୟ ସ୍ୱରୂପକୁ ଧରନ୍ତୁ, ଯେ ଅନୁଭବ ଦ୍ୱାରା ଆପଣଙ୍କୁ ପ୍ରାପ୍ତ ହେବ ଏବଂ ଆପଣଙ୍କ ସମକାଳୀନ କୌଣସି ସଦ୍ଗୁରୁଙ୍କ ନିକଟକୁ ପଠାଇ ଦେବେ, ଯାହାଙ୍କ ମାର୍ଗଦର୍ଶନ ଦ୍ୱାରା ଧୀରେ ଧୀରେ ପ୍ରକୃତିର କ୍ଷେତ୍ରକୁ ପାର ହୋଇଯିବେ। ମୁଁ ମଧ୍ୟ ପ୍ରାରମ୍ଭରେ ଗୋଟିଏ ଦେବତା କୃଷ୍ଣଙ୍କ ବିରାଟ ରୂପ ଚିତ୍ରକୁ ଧ୍ୟାନ କରୁଥିଲି, କିନ୍ତୁ ପୂଜ୍ୟ ଗୁରୁ ମହାରାଜଜୀ ଅନୁଭବୀ ପ୍ରବେଶ ସହିତ ସେହି ବିରାଟ ରୂପ ଶାନ୍ତ ହୋଇଗଲା। ପ୍ରାରମ୍ଭିକ ସାଧକ ନାମକୁ ତ ଜପ କରିଥାନ୍ତି, କିନ୍ତୁ ମହାପୁରୁଷ ସ୍ୱରୂପକୁ ଧ୍ୟାନ କରିବା ପଛ ଘୁଞ୍ଚା ଦେଇଥାନ୍ତି। ସେ ନିଜର ଅର୍ଜିତ ମାନ୍ୟତା ପୂର୍ବାଗ୍ରହକୁ ତ୍ୟାଗ କରିପାରନ୍ତି ନାହିଁ। ସେ କୌଣସି ଅନ୍ୟ ଦେବତାଙ୍କୁ ଧ୍ୟାନ କରି ଯାହାକୁ ଯୋଗେଶ୍ୱର ଶ୍ରୀକୃଷ୍ଣ ନିଷେଧ କରିଛନ୍ତି, ଅତଃ ପୂର୍ଣ୍ଣ ସମର୍ପଣ ସହିତ କୌଣସି ଅନୁଭବୀ ମହାପୁରୁଷଙ୍କ ଶରଣ ନିଅନ୍ତୁ। ପୁଣ୍ୟ ପୁରୁଷାର୍ଥ ସଦୃଢ଼ ହେବା କ୍ଷଣି କୁତର୍କର ଶମନ ଏବଂ ଯଥାର୍ଥ କ୍ରିୟାରେ ପ୍ରବେଶ ମିଳିଯିବ। ଯୋଗେଶ୍ୱର ଶ୍ରୀକୃଷ୍ଣ ଅନୁସାରେ ଓମ୍ର ଜପ ଏବଂ ପରମାତ୍ମା ସ୍ୱରୂପ ସଦ୍ଗୁରୁଙ୍କ ସ୍ୱରୂପକୁ ନିରନ୍ତର ସ୍ମରଣ ଅର୍ଥାତ୍ ଧ୍ୟାନ କରିବା ଦ୍ୱାରା
ମନର ନିରୋଧ ଏବଂ ବିଲୟ ହୋଇଥାଏ। ସେହି କ୍ଷଣି ଶରୀରର ସମ୍ବନ୍ଧ ସବୁକିଛି ବିଚ୍ଛେଦ ହୋଇଯାଇଥାଏ। କେବଳ ମୃତ୍ୟୁ ହୋଇଗଲେ ଶରୀର ତୁମର ପିଛା ଛାଡ଼ି ନଥାଏ। ଅନନ୍ୟ ଚେତାଃ ସତତ ୟୋ ମାଂ ସ୍ମରତି ନିତ୍ୟେଶ ତସ୍ୟାଃ ସୁଲଭ ପାର୍ଥ ନିତ୍ୟଯୁକ୍ତସ୍ୟ ୟୋଗିନଃ। ମୋର ଅତିରିକ୍ତ ଅନ୍ୟ ଏକ ମଧ୍ୟ ଚିତ୍ତରେ ହିଁ ନଥାଏ। ଅନ୍ୟ କାହାର ଚିନ୍ତନ ନ କରି ଅର୍ଥାତ୍ ଅନନ୍ୟ ଚିତ୍ତ ଦ୍ୱାରା ସ୍ଥିର ହୋଇଯିବା, ଯିଏକି ଅନବରତ ମୋର ସ୍ମରଣ କରିଥାଏ, ମୋଠାରେ ନିତ୍ୟଯୁକ୍ତ ହୋଇଥିବା ସେହି ଯୋଗୀଙ୍କ ନିମନ୍ତେ ମୁଁ ସୁଲଭ ହୋଇଥାଏ। ଆପଣ ସୁଲଭ କହିଲେ କ'ଣ ମିଳିବ? ଆପଣ ସୁଲଭ ହେଲେ କ'ଣ ମିଳିବ? ମାମୁପେତ୍ୟ ପୁନର୍ଜନ୍ମ ଦୋଃଖାଲୟଂ ଶାଶ୍ୱତଂ ନାପୁବନ୍ତି ମହାତ୍ମାନଃ ସିଦ୍ଧିସି ପରମା ଗତାଃ। ମୋତେ ପ୍ରାପ୍ତ କରି ସେମାନେ ଦୁଃଖର ସ୍ଥାନ ସ୍ୱରୂପ କ୍ଷଣଭଙ୍ଗୁର ପୁନର୍ଜନ୍ମକୁ ପ୍ରାପ୍ତ ହୋଇନଥାନ୍ତି, ବରଂ ପରମ ସିଦ୍ଧିକୁ ପ୍ରାପ୍ତ ହୋଇଥାନ୍ତି। ଅର୍ଥାତ୍ ମୋତେ ପ୍ରାପ୍ତ ହେବା ଅଥବା ପରମ ସିଦ୍ଧିକୁ ପ୍ରାପ୍ତ ହେବା ଗୋଟିଏ କଥା। କେବଳ ଭଗବାନ ହିଁ ଏପରି ଅଛନ୍ତି ଯାହାକୁ ପ୍ରାପ୍ତ କରି ସେହି ପୁରୁଷଙ୍କ ପୁନର୍ଜନ୍ମ ହୋଇନଥାଏ। ତେବେ ପୁନର୍ଜନ୍ମ ସୀମା କେଉଁ ପର୍ଯ୍ୟନ୍ତ ରହିଛି? ଆବ୍ରବ୍ରହ୍ମ ଭୁବନା ଲୋଭାକାଃ ପୁନରାବର୍ତ୍ତନ ଅର୍ଜୁନ ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। ହେ ଅର୍ଜୁନ, ବ୍ରହ୍ମାଙ୍କ ଠାରୁ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତ ପ୍ରାଣୀ ପୁନରାବର୍ତ୍ତୀ ଅଟନ୍ତି। ଜନ୍ମ ନେବା ଏବଂ ମୃତ୍ୟୁବରଣ କରିବା ତଥା ପୁନର୍ ଏହି କ୍ରମରେ ହିଁ ଚାଲିଥାନ୍ତି। କିନ୍ତୁ କୌନ୍ତେୟ, ମୋତେ ପ୍ରାପ୍ତ କରି ସେହି ପୁରୁଷ ପୁନର୍ଜନ୍ମ ହୋଇନଥାଏ। ଧର୍ମଗ୍ରନ୍ଥରେ ଲୋକାନ୍ତରର ପରିକଳ୍ପନା ଈଶ୍ୱର ପଥରେ ବିଭୂତିର ବୋଧ କରାଇବା ଆନ୍ତରିକ ଅନୁଭବ ଅଥବା ରୂପକ ମାତ୍ର ଅଟେ। ଅନ୍ତରୀକ୍ଷରେ ନା ତ କୌଣସି ଏପରି କୂଅ ରହିଛି ଯେଉଁଠାରେ କି ପୋକଜୋକ କାଟୁଥିବେ ଏବଂ ନା ଏପରି ମହଲ ରହିଛି ଯାହାକୁ ସ୍ୱର୍ଗ କୁହାଯାଇଛି। ଦୈବୀ ସମ୍ପଦରେ ଯୁକ୍ତ ପୁରୁଷ ଦେବତା ଏବଂ ଆସୁରୀ ସମ୍ପଦରେ ଯୁକ୍ତ ପୁରୁଷ ଅସୁର ଅଟେ। ଶ୍ରୀକୃଷ୍ଣଙ୍କ ନିଜ ବନ୍ଧୁ ବାନ୍ଧବ କଂସ ରାକ୍ଷସ ଓ ବାଣାସୁର ଦୈତ୍ୟ ଥିଲେ। ଦେବମାନବ ତ୍ରୟିକ ଯୋନି ହିଁ ବିଭିନ୍ନ ଲୋକ ଅଟେ। ଶ୍ରୀକୃଷ୍ଣ ଅନୁସାରେ ଏହି ଜୀବାତ୍ମା ମନ ସହିତ ପାଞ୍ଚ ଇନ୍ଦ୍ରିୟକୁ ନେଇ ଜନ୍ମ ଜନ୍ମାନ୍ତର ଧରି ଏହି ସଂସ୍କାର ଅନୁରୂପ ନୂତନ ଶରୀର ଧାରଣ କରିଥାଏ। ଅମର କହୁଥିବା ଦେବତା ମଧ୍ୟ ମରଣଧର୍ମୀ ଅଟନ୍ତି। କ୍ଷଣେ ପୁଣ୍ୟ ମର୍ତ୍ତ୍ୟଲୋକ ବିଶନ୍ତି। ଏଥିରୁ ଆଉ ଅଧିକ କ୍ଷତି ବା କ'ଣ ହେବ? ସେମାନେ ଦେବତା ହେଲେ ମଧ୍ୟ କେଉଁ କାମରେ ଆସିଥାନ୍ତି? ଯେଉଁଥିରେ ସଞ୍ଚିତ ପୁଣ୍ୟ ହିଁ ସମାପ୍ତ ହୋଇଯାଇଥାଏ। ଦେବଲୋକ, ପଶୁଲୋକ, କୀଟ ପତଙ୍ଗୀ ଲୋକ ଭୋଗଲୋକ ମାତ୍ର ଅଟେ। କେବଳ ମନୁଷ୍ୟ ହିଁ କର୍ମ ରଚୟିତା ଅଟନ୍ତି, ଯାହାଦ୍ୱାରା ସେହି ପରମ ଧାମ ପର୍ଯ୍ୟନ୍ତ ପ୍ରାପ୍ତ କରିପାରିବେ, ଯେଉଁ ସ୍ଥାନକୁ ଯିବା ପରେ ପୁନରାବର୍ତ୍ତନ ହୋଇନଥାଏ। ଯଥାର୍ଥ କର୍ମ ଆଚରଣ କରି ମନୁଷ୍ୟ ଦେବତା ହୋଇଯାଆନ୍ତି, ବ୍ରହ୍ମାଙ୍କ ସ୍ଥିତି ପ୍ରାପ୍ତ କରି ନେଉଥାନ୍ତି। କିନ୍ତୁ ସେମାନେ ପୁନର୍ଜନ୍ମରୁ ଯେ ପର୍ଯ୍ୟନ୍ତ ଉଦ୍ଧାର ପାଇପାରିବେ ନାହିଁ, ଯେଉଁ ପର୍ଯ୍ୟନ୍ତ ସେ ମନର ନିରୋଧ ଓ ନିରୋଧ ମନର ବିଲୟ ସହିତ ପରମାତ୍ମାକୁ ସାକ୍ଷାତ୍କାର କରି ସେହି ପରମ ଧାମରେ ସ୍ଥିତ ନ ହୋଇଛନ୍ତି। ଉପନିଷଦ ମଧ୍ୟ ଏହି ସତ୍ୟର ଉଦ୍ଘାଟନ କରୁଛନ୍ତି। ୟଦା ସର୍ବେ ପ୍ରମୁଚ୍ୟନ୍ତେ କାମ ୟୋପିସ୍ୟ ହୃଦି ସ୍ଥିତା। ଅଥ ମର୍ତ୍ତ୍ୟା ମୃତ୍ୟୁ ଭବତ୍ୟ ବ୍ରହ୍ମ ସମୁଚ୍ଚିତେ। କଠୋପନିଷଦ। ଯେତେବେଳେ ହୃଦୟରେ ସ୍ଥିତ ସମ୍ପୂର୍ଣ୍ଣ କାମନା ସମୂଳ ନଷ୍ଟ ହୋଇଯାଏ,
ତେବେ ମରଣ ଧର୍ମୀ ମନୁଷ୍ୟ ଅମର ହୋଇଯାଆନ୍ତି ଏବଂ ଏଠାରେ ଏହି ସଂସ୍କାରରେ ମନୁଷ୍ୟ ଶରୀର ଦ୍ୱାରା ପରମ ବ୍ରହ୍ମ ସମ୍ୟକ ରୂପରେ ସାକ୍ଷାତ ଅନୁଭବ କରିନେଇଛନ୍ତି। ପ୍ରଶ୍ନ ଉଠିଥାଏ ଯେ କ'ଣ ବ୍ରହ୍ମା ମଧ୍ୟ ମରଣାଧର୍ମୀ ଅଟନ୍ତି? ତୃତୀୟ ଅଧ୍ୟାୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ ପ୍ରଜାପତି ବ୍ରହ୍ମାଙ୍କ ପ୍ରସଙ୍ଗରେ କହିଥିଲେ ଯେ ପ୍ରାପ୍ତି ପଶ୍ଚାତ୍ ବୁଦ୍ଧି ମାତ୍ର ଯନ୍ତ୍ର ଅଟେ, ତାହାଙ୍କ ଦ୍ୱାରା ପରମାତ୍ମା ହିଁ ବ୍ୟକ୍ତ ହୋଇଥାନ୍ତି। ଏପରି ମହାପୁରୁଷଙ୍କ ଦ୍ୱାରା ହିଁ ଯଜ୍ଞର ସଂରଚନା ହୋଇଛି ଏବଂ ଏଠାରେ କହନ୍ତି ଯେ ବ୍ରହ୍ମାଙ୍କ ସ୍ଥିତି ପ୍ରାୟ କରିବା ବ୍ୟକ୍ତି ପୁନର୍ବତୀ ହୋଇଥାନ୍ତି। ତ ଯୋଗେଶ୍ୱର କ'ଣ କହିବାକୁ ଚାହୁଁଛନ୍ତି ପୁଣି ଆଗକୁ ପଢ଼ିବା ଭଗବାନଙ୍କ ବିଷୟରେ କ'ଣ ଆହୁରି ଜ୍ଞାନ ଦେଉଛନ୍ତି। ତ ଭିଡ଼ିଓ ଯଦି ପସନ୍ଦ ଆସିଛି ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣମାନେ ନିହାତି କରିବେ। ରାଧେ ଶ୍ୟାମ, ଆପ ସବକା ମଙ୍ଗଲ ହୋ।